सेमती राति पाइबार दैत्य बन रे किए जहा काम गले भीम चलीला फल आनिबो हो अर्जुन चलीला समिद्ध ये वस्त्र आनिबो बळकळ आनिबो आज्ञा नकुल ता काम रे गला सहदेव ता काम रे गला जे जा काम रे जियो परेइले ये कुटिया पर न कुटीरा रे रहिले मा द्रौपदी किछि समय अतिबाहित हेला पांडव पांच भाई भितर जणिए भाई कार्य सारी आग पड़े आसिले किए से आसिले से जनक किए से होचंती मध्यम पांडव अर्जुन तृतीय पांडव अर्जुन अच्छा सारे अर्जुन आसी देखिला बेला को द्रौपदी मन दुखरे बसिचंती आखिरु धार धार लुह गडुची द्रौपदी कांदुछंती रे द्रौपदी कांदुछंती कुना अर्जुन पर्ण कुटीरे आसी पहुंचला बेला को देखिले द्रौपदी कांदुची कांदुची आज्ञा कुना आज्ञा कांदुछंती द्रौपदी अच्छा केमती कांदुछंती कोई कोई हेई कांदुछंती चंडाल तू 30 वर्षर पालिया जदि कहबू साहित्यिक अलंकार देई कहूनु द्रौपदी केमती कांदुछंती ताले हेका उठेई कांदुछंती अच्छा से हेकाडा केमिति मरजिबू हाथ चोख करजिबू ताले हेका उठेले चंडाल छोड़ो केमिति कांदिले साहित्य वर्णना करछि द्रौपदींकर कांदिबा अच्छे सार देखंतु ओडिया साहित्यर अस्मिता केते महान ओडिया साहित्य केते महान द्रौपदी कांदुचंती सार कविता को साहित्यर लेखनी मुंडे थई देइचंती केमिति आ थइले केमिति कवि किए आपण मानकर प्राचीन साहित्यर काव्यकर्ता दिन कृष्णदास बही होउची कमल लोचन चौतीसा छांद चंपू चौतीसा सबु न रहिले पाला गोटा पद बोलिबा द्रौपदी कांदुची बही कमला कांत चौतीसा सारे क ख ग घ सब पद लिखा आइछि क अक्षर प्रभात वर्णना जोड़ा पद बोलिली क अक्षर आ गोटा चौतीसा बोलुची कमला कांत चौतीसा द्रौपदी कांदुची अक्षर क केमितिया कले कमला कांत भक्ष्य धारी नारी गान कमला कांत भक्ष्य धारी नारी गान सुत तारी बुबुन मुक्तवा मुक्त कंठरे स्वीकार कर कहूची सोना भाईना मोटू गाइबा भल मते र मु तो सुनी पारुनी किए कहूच हाँ सही जे खाली शोधिले आज्ञा कौन अच्छी जदि पाठटा लगे देवे ताले जिते राति जाक शोधिले असुविधा ना मु काली राधा कथारू प्रारंभिक संगीत 4 घंटा शेष जा जेते पद बोली सबु पदरे राधा मु उदाहरणता देला छले आड़िके आसीची नले पाला आरंभ रू 1.5 घंटा जाए जेते पद बोली आजी सबु पदरे सार सत्य थिला हाँ ना नाई जदि थाकटा लगे देवे
ପାଲା ସରିବା ଯାଏ ଯେତେ ପଦ ବୋଲିବେ ସତ୍ୟ ମୁଁ ଉଦାହରଣ ଦେଲା ବେଳେ ଅନ୍ୟ ପଦ ବୋଲୁଛି ଆଜ୍ଞା ହଁ ନା ନାଇଁ ଆଜ୍ଞା କିନ୍ତୁ ମୋ ସ୍କେଲିଟନ ଯୋଉଠି ରଖିଥିଲି ଖାଲି ସତ୍ୟ ନା ଆଉ ଯୋଡା ପ୍ରଭାତ ବର୍ଣ୍ଣନା କ ଅକ୍ଷରରେ ବୋଲିଛି ଯଦି ଖ ଅକ୍ଷରରେ ପ୍ରଭାତ ବର୍ଣ୍ଣନା ବୋଲି ଦେଇ ଗୋଟା ଘଣ୍ଟା ଯେତେ ପଦ ବୋଲିବେ ଖାଲି ସତ୍ୟ ଥବ ସବୁ ପଦରେ ବୋଲିଦେବେ ରହିବ ଆଉ ଶୋଧିବା କଣ ଗାଁ ଟୋକା ଯେ ଗାଈ ଜଗୁଛି ସିଏ କଣ ସୋଧା ଶିଖିନି ତାଠୁ କଣ ସୁନା ଭାଇନା ବେଶୀ ସୋଧା ଶିଖିଛନ୍ତି ସିଏ ସୋଧାର ମୂଲ୍ୟ କଣ ଇଏ ଶିଶିର ପାଢି ସାଇଜ କରିଦବ କେତେ ଦାସକୁ ସାଇଜ କରିଛି ଇଏ ପପୁ ବାବୁ ସେ ନାଁଟା ଦାସ ଦନ୍ତେଶ କରିଦବ କାଲି ଜ୍ଞାନର ପଇସା ମୁଁ ଦେବି ଆଉ ପ୍ରବୀର ଗାଁରେ ଜାଗାରେ ଅବିର ଲେଖିଦବ ସିଏ କମାଲ ସବୁ ସେ କଡା ସିନ୍ଦୁର ଟୋପାର ସନା ଭାଇନା ଆଜ୍ଞା ସିନ୍ଦୁର ଟୋପା ଲିଭେଇ ଦିଅନ୍ତୁ ମୁଣ୍ଡରୁ ହାତରୁ ସେ କଡାଟା କାଢି ଦିଅନ୍ତୁ ତାଙ୍କ ପାଲା କେହି ଦେଖିବେନି ସେ ଗୁଣି କଡା ଗୁଡି ସିନ୍ଦୁର ଯିଏ ଦେଖିବେ ତମେ ଯାଉନ ଦେଖିବ ସବୁ ପାଳିଆ ପଳେଇ ଆଇଲା ପରେ ସେ କଡାଟା କାଢିବେ ସେ ଢାଳରେ ପକେଇବେ ପୂଜା କରିବେ କବାଟ ଦେଇକି ତାପରେ ପିନ୍ଧିବେ ଆସିବେ ଆଚ୍ଛା ମୁଁ ଦେଖୁଛି ସନା ଭାଇନା ତ ଯେଡିକି ରଡି ନୁହଁ ଆଙ୍କର ତାଠୁ ବେଶୀ ରଡି ଆଚ୍ଛା ସନା ଭାଇନାଙ୍କୁ ଯେତିକି ବାଧୁନି ଇଏ ତାଙ୍କୁ ତ ଏସି ବେଶୀ ବାଧୁଛି ନାଇଁ ସେ ହଉ ଠିକ ଅଛି ଗତ ବର୍ଷ ପପୁ ବାବୁ ହୋତା ପାଟି ଥିଲେ ସେ ପାଟି ମୁଁ ରଖିଲି ଏ ବର୍ଷ ପପୁ ବାବୁ ଆମ ପାଟିରେ ପୁଣି ଦେଖିବ ଆଉ ଯେତେବେଳେ ମୁଁ ଆସିବି ତମେ ଆମ ପାଟିରେ ଥବ ସନା ଭାଇନା ପାଟି କାମ କରିବନି ସବୁ ଦଳ ବଦଳ କରିଦବା ଗୋଟା ମଜା କରୁଛନ୍ତି ଦ୍ରୌପଦୀ କାନ୍ଦୁଛନ୍ତି ସାର୍ ସାହିତ୍ୟକୁ ଆସିବା ଚୌତିଶାଟା ବୋଲିଛି କ ଉପରେ ସାରା କ ଉପରେ ଚୌତିଶା କମଳା କାନ୍ତ ବାହନ ଭକ୍ଷ ଧାରୀ ନାରୀ ଜାନ ତା ସୁତ ତା ରିପୁ ପୂର୍ଣ୍ଣ ମୁଖ ମଳିନ ସାରେ ଓଡିଆରେ PhD କରିଥବ ଗୋଟେ ଲୋକ ତାକୁ କହିବ ବିନା କାହାର ସାହାଯ୍ୟରେ ଛନ୍ଦଟା ଅର୍ଥ କରିବ ଚୌତିଶାଟା କାଇଁ କରିପାରିବନି ହବ ନାଇଁ କରିବ ସାରେ ଓଡିଆ ସାହିତ୍ୟ କେତେ ସୁନ୍ଦର କଥା ଆପଣ କହୁନାହାନ୍ତି ମୁଁ ଏନା ଅର୍ଥ କରିଦେବି ତୁ କରିଦବୁ ଆଉ କମଳା କାନ୍ତ ବାହନ କହିଲୁ କମଳା କହିଲେ କଣ କମଳା କହିଲେ ଲେମ୍ବୁର ବଡ ଭାଇ କମଳା ଚଣ୍ଡାଳ କହିଲା କହୁନ ମୁଁ ମାନେ ଅର୍ଥ କରିଦେବି କାଇଁ ମୋର ଅର୍ଥ ଭୁଲ ହେଲା କି ଏ କମଳା କହିଲେ କମଳା ଟିକେ ବଡ ଲେମ୍ବୁ ଟିକେ ଛୋଟ ଦେଖିବାକୁ ନହେଲେ ଏକା ଜିନିଷ ତା ବଡ ଭାଇ କମଳା ଆରେ ଚଣ୍ଡାଳ ନା ଆଉ କମଳା କହିଲେ କଣ ଲକ୍ଷ୍ମୀଙ୍କର ଗୋଟିଏ ନା କମଳା ଓହୋ ତାଙ୍କ ନା କମଳା ମୁଁ କେମିତି ଜାଣିଲି 11ଟା ନା ଲକ୍ଷ୍ମୀଙ୍କର ଆଜ୍ଞା ତୁ କେମିତି ଜାଣିଥାନ୍ତୁ 11ଟା ନା କୋଷ ଶାସ୍ତ୍ର ପଢିଛୁ କୋଷ ଶାସ୍ତ୍ର ମୋ ଜେଜେରେ ଥିଲା ମୋର କିନ୍ତୁ ନଜର ନାହିଁ ଆଉ ନା ଚଣ୍ଡାଳ କୋଷ ଶାସ୍ତ୍ର ପଢିଲେ କଥା ବୁଝିବୁ ପଢିଥାନ୍ତି କଣ ହେଲା ପୁଣି କଣ ହେଲା ଆପଣ ତ ପାଲା ଫାଙ୍କା କଲେନି ପାଲାରେ ଏମିତି ମାତିଲେ ମୁଁ ମୋ ବୁଢୀ ମା କହୁଥିଲା ଆରେ ତୁ ଏତେ ଦିନ ସେ ପାଢି ପୁଅ ମେଳରେ ରହିଲୁ ତୁ ଟିକେ ଜେଜେ କୋଷ ଉପରେ ନଜର ପକା ମୁଁ କହିଲି ସମୟ ସୁବିଧା ଦେଖି ପକେଇବା ନଜର ସାରେ ଦିନେ ପାଲା ସାରିକି ଆସିଲା ବେଳକୁ ଆଉ ଜେଜେ ନାଇଁ ଜେଜେ ମରି ଯାଇଛି ସେଠୁ ବୁଢୀ ମାକୁ ପଚାରିଲି ମୁଁ କହିଲି ଜେଜେ ଯୋଉ କୋଷ କହୁଥିଲୁ କୁଆଡେ ଗଲା ନା ଜେଜେ ମଲା ଜେଜେ ସାଙ୍ଗରେ କୋଷ ବି ଚାଲିଗଲା ଆଉ ନଜର ଅରେ ଚଣ୍ଡାଳ ତୁ ଯଦି ପଢିଥାନ୍ତୁ ଆଜି କମଳା ଲେମ୍ବୁର ବଡ ଭାଇ କହିନଥାନ୍ତୁ ଓହୋ ଏଟା କୋଷ ଶାସ୍ତ୍ର ଅନେକ କୋଷ ଶାସ୍ତ୍ର ଅଛି ଗୋଟା ବହି ଆପଣ ମାନେ ଜାଣିଥିବେ ଅମର କୋଷ ପୁରୁଣା କାଳିଆ ଲୋକମାନେ କହନ୍ତି ବୋଲେ ଯେବେ ପଢିଥିବ ଅମର କୋଷ ଅମର କୋଷ ପଢିଛି ସେ କୋଉ ବହି ନ ପଢିଲେ ବି ଭାରି ଜ୍ଞାନୀ ସେ ଅମର କୋଷରେ କବି ଅମର ସିଂହ କହିଲେ କମଳା ଅର୍ଥ କଣ କଣ ଲକ୍ଷ୍ମୀଙ୍କର 11ଟା ନା କଣ ବୋଲେ ଲକ୍ଷ୍ମୀ ପଦ୍ମାଳୟା ଶ୍ରୀ ହରିପ୍ରିୟା ଲୋକମାତା ଏ ମା ଯୋଉ ମା ଲକ୍ଷ୍ମୀଙ୍କର 11ଟା ନା ନ ଜାଣିକି ମା ହାତରେ ବ୍ରତ ବାନ୍ଧିଛି ସେ ବ୍ରତ ମୂଲ୍ୟହୀନ କଣ ମା ହାତରେ ବ୍ରତ ବାନ୍ଧିଲା ବେଳେ ଗଣ୍ଠି ପକାଅ କେତେଟା ଗଣ୍ଠି ମା ଯେତେଟା ପଡିବ ନା କହିଲା ଯେତେଟା ପଡିବ ମା ହାତରେ ଯୋଉ ବ୍ରତ ବାନ୍ଧ କେତେଟା ଗଣ୍ଠି
10ଟା 10ଟା ହଁ। କାହିଁକି ମା 10ଟା ଗଣ୍ଠି ପକାଅ କାହିଁକି ଲକ୍ଷ୍ମୀଙ୍କର 10ଟା ନାଁରେ ଲକ୍ଷ୍ମୀ ପଡେ ହଁ ଲକ୍ଷ୍ମୀଙ୍କର 10ଟା ନାଁ ଜାଣିଛ ତ କଣ ମନେ ରଖ ଗୋଟି ଗୋଟିକିରି କହୁଛି କୁହ ଲକ୍ଷ୍ମୀ 1 ପଦ୍ମାଳୟା 2 ପଦ୍ମା 3 କମଳା 4 ଆସିଲା କମଳା କମଳା ଏଇଠି ଆସିଗଲା ଆଉ ଶ୍ରୀ 5 ହରିପ୍ରିୟା ଛଅ, ଇନ୍ଦିରା ସାତ, ଲୋକମାତା ଆଠ, ମା ନଅ, କ୍ଷୀରାବ୍ଧିତନୟା ଦଶ, ରମା 11 ମା 11ଟା ନା ବସ୍ ଯୋଉ ନାରୀ ଏ 11ଟା ନା ଜାଣିନି ହଁ ସେ ଲକ୍ଷ୍ମୀ ବ୍ରତ ପିନ୍ଧି କିଛି ମୂଲ୍ୟ ନାହିଁ ନା ନା ଏ କୁନା ଆଜ୍ଞା କାହିଁକି ଏ କଥା କହୁଥିଲି କାହିଁକି ନା ଦ୍ରୌପଦୀ କାନ୍ଦୁଛି କାନ୍ଦୁଛନ୍ତି ହଁ। କହିଲା କାନ୍ଦୁଛି ହଲୋ। ସତିକି ତା ବାରିଆଡେ ଦ୍ରୌପଦୀ ଅଛନ୍ତି ହଁ, ହଁ। ବର ହଁ। ଦ୍ରୌପଦୀ କାନ୍ଦୁଛନ୍ତି ହଁ। କୁନା କହିଲା କମଳା କାନ୍ତ ବାହନ ଆଜ୍ଞା ତାହେଲେ କମଳା କଲେ କଣ ବୁଝିଲୁ କମଳା କହିଲେ ଲକ୍ଷ୍ମୀ ବୁଝିଲେ ଆଉ ଲକ୍ଷ୍ମୀ ଆଜ୍ଞା ତାଙ୍କ କାନ୍ତ ନାରାୟଣ କମଳା କାନ୍ତ ବାହନ ଆଜ୍ଞା ନାରାୟଣଙ୍କ ବାହନ ଗରୁଡ କମଳା କାନ୍ତ ବାହନ ଭକ୍ଷ୍ୟ ଆଜ୍ଞା ଗରୁଡ ଭକ୍ଷଣ କରେ ଶଙ୍କରା ଧଣ୍ଡ ହେ, କଣ ହେ ସର୍ପ କହୁନୁ ଆଉ ଏଇଟା ଶଙ୍କରା ଧଣ୍ଡ ଆଉ କଣ କି ଆଉ ଫଣା କଣ ଦେଖଉଛୁ ଓହୋ ପ୍ଲେନ କରିଦବା ଆଉ ଧଣ୍ଡର ଫଣା ନାହିଁ ଶଙ୍କରା ଧଣ୍ଡ ଭକ୍ଷ୍ୟ ଧାରୀ ଆଜ୍ଞା ଇଏ ସର୍ପକୁ ଧାରଣ କରେ କିଏ ଶଙ୍କର ଭଗବାନ ତାଙ୍କ ନାରୀ ପାର୍ବତୀ ତାଙ୍କ ଜାନ ସିଂହ ସ୍ତ୍ରୀଲିଙ୍ଗରେ ସିଂହ ତା ପୁଅ କିଏ ରାହୁ ରାହୁର ଶତ୍ରୁ କିଏ ଚନ୍ଦ୍ର ଏତେ ପର୍ଯ୍ୟନ୍ତ ଅର୍ଥ କଲା ବେଳେ ଗୋଟିଏ ଶବ୍ଦ ଆସିଲା ଚନ୍ଦ୍ର ଚନ୍ଦ୍ର କବି କହିଲେ ପୂର୍ଣ୍ଣ ମୁଖ ମଳିନ ଆଜ୍ଞା ଅର୍ଥ ଦ୍ରୌପଦୀ କାନ୍ଦୁଛନ୍ତି ହଁ। ଅର୍ଜୁନ ଦେଖୁଛନ୍ତି ବେଶ ପୂର୍ଣ୍ଣ ଚନ୍ଦ୍ର ଭଳି ଦ୍ରୌପଦୀଙ୍କର ମୁଖଟି ମଳିନ ପଡିଯାଇଛି ମଳିନ ପଡିଯାଇଛି ହଁ। ସାର ଲୋକଟିଏ କାନ୍ଦିଲେ ତା ମୁହଁ ଆଉ କଣ ସୁନ୍ଦର ଦେଖାଯିବ ନା, ନା। ପୂର୍ଣ୍ଣ ଚନ୍ଦ୍ର ଭଳି ମୁଖଟି ତାର ମଳିନ ପଡିଯାଇଛି ରେ ହେ ର ଖାଲି ସେତିକି ନୁହଁ ଆଉ କଣ କନକ ପୁର ଯାହାର ଆଜ୍ଞା କୁନା କନକ କନକ କହିଲେ ଡିଲକ୍ସ ପତି କାଇଁ ବାଡେଇଲ କଣ ଦେଖେ ମତେ ଆଖି ଦେଖଉଛି କାହିଁ ବାଡେଇଲ କାଇଁ ମୋର କଣ ଭୁଲ ହେଲା ଅରେ ଚଣ୍ଡାଳ ହଁ। କନକ କହିଲେ ଡିଲସ ପତି ଇଏ ପତି ଡବା ପରେ ଲେଖା ହେଇନି କନକ ହଁ ଚଣ୍ଡାଳ ଆଉ କନକ? ଆରେ କନକ କହିଲେ ସୁନା ଆଜ୍ଞା ସୁବର୍ଣ୍ଣର ପୁର କାହାର ରାବଣର କନକ ପୁର ଯାହାର ହଁ। ତା ରିପୁ ରାବଣର ଶତ୍ରୁ କିଏ ରାମ ତା ଦୂତ ହନୁମାନ ତା ଭଣ୍ଡାର ଗାଲ କରିଛି ପାଣି ସଂଯୋଗ ରବି ସୁତେଣ ଆଜ୍ଞା ଅର୍ଥ ଦ୍ରୌପଦୀ ହଁ ପୂର୍ଣ୍ଣଚନ୍ଦ୍ର ଭଳିଆ ମୁଖଟି ମଳିନ ପଡିଛି ବେଶେ ତା ଗାଲ ହଁ। ଆଉ ରବି ସୁତ ହଁ। ରବି କହିଲେ ସୂର୍ଯ୍ୟ ସୂର୍ଯ୍ୟ ତାଙ୍କ ସୁତ ସୁତ କର୍ଣ୍ଣ ହଁ। କାନ ଆଉ ଗାଲରେ ଦିଟା ଯାକ ହାତ ଦେଇଛି ଦ୍ରୌପଦୀ ମଳିନ ପଡିଛି ପୂର୍ଣ୍ଣଚନ୍ଦ୍ର ଭଳିଆ ମୁଖଟି ମଉଳି ପଡିଛି ହଁ କୁଚେ ପଡେ କଜଳ ପାଣି ହି ହି ଆଖିରୁ ଲୁହ ଯାଇକି କୁଚରେ ପଡୁଛି ପଡୁଛି କବି କହିଲେ ଏ କୁଚରେ ପଡୁନି ଯେ ନା ନା କରି ରିପୁ ପତି ପତି ସିରେ କି ଜାଣି ଜାଣି କରି କହିଲେ ହସ୍ତି ତାର ଶତ୍ରୁ କିଏ ବିଲେଇ ସିଂହ ସିଂହ କରି ରିପୁ ପତି ଆଜ୍ଞା ସିଂହର ପତି କିଏ ସିଂହର ପତା ଦୁର୍ଗା ତାଙ୍କ ପତି କିଏ ତାଙ୍କ ପତି ହେଲେ ଶିବ କହିଲେ ଯୋଡା ଶିବଲିଙ୍ଗ ଉପରେ କିଏ ପାଣି ଲାଗି କରୁଛି କି ରେ ହେ ର ର ର ର ଏତେ କଥା ଅଛି ରେ କୁନା ଆଜ୍ଞା ଅର୍ଥ ଦ୍ରୌପଦୀ କାନ୍ଦୁଛି ହଁ ଆଖିରୁ ତାର ଲୁହ ପଡୁଛି ହେଲା କୁଚ ଉପରେ ପଡୁଛି ପଡୁଛି ଅର୍ଜୁନ ଦେଖୁଛି ଆଜ୍ଞା ଦେଖୁଛନ୍ତି ହଁ। ପୂର୍ଣ୍ଣଚନ୍ଦ୍ର ଭଳି ମୁଖ ମଳିନ ପଡିଛି ମଳିନ ପଡିଛି ଆଜ୍ଞା ର ର ର ହଁ।